କାହିଁକି ଜାହାଜରେ ନଥାଏ ହେଡ଼ଲାଇଟ୍? ସମସ୍ତଙ୍କ ମନ ଭିତରେ ପ୍ରଶ୍ନ ଆସୁଥିବ, ଯଦି ସବୁ ଗାଡ଼ିରେ ହେଡ଼ଲାଇଟ୍ ଅଛି ତାହେଲେ ଜାହାଜରେ କାହିଁକି ହେଡ଼ଲାଇଟ୍ ନାହିଁ? ରାତିରେ ହେଡ଼ଲାଇଟ୍ ବିନା ଗଭୀର ସମୁଦ୍ରରେ କିପରି କରେ ଯାତାୟାତ ବଡ଼ ବଡ଼ ଜାହାଜ? ଜାହାଜ ସବୁ କେମିତି ଯାତାୟାତ କରେ ଗଭୀର ସମୁଦ୍ରରେ, ପୁଣି ଗଭୀର ରାତିରେ? ଯଦି ଜାହାଜରେ ହେଡ଼ଲାଇଟ୍ ନଥାଏ ତାହେଲେ କ'ଣ ଅସୁବିଧା ହୁଏ ନା ଜାହାଜକୁ ସୁବିଧା ହୁଏ? ଆସନ୍ତୁ ଜାଣିବା। ଜାହାଜରେ କାହିଁକି ନଥାଏ ହେଡ଼ଲାଇଟ୍? ଆପଣ ନିଶ୍ଚୟ ଭାବରେ ଫିଲ୍ମ କିମ୍ବା ରିଅଲ୍ ଲାଇଫ୍ରେ ଜାହାଜ ଦେଖିଥିବେ, କିନ୍ତୁ ଆପଣ ଲକ୍ଷ୍ୟ କରିଛନ୍ତି କି ଜାହାଜ ଗୁଡ଼ିକରେ ହେଡ଼ଲାଇଟ୍ ନଥାଏ? ତେବେ ପ୍ରଶ୍ନ ଉଠୁଛି, ଜାହାଜରେ କାହିଁକି ହେଡ଼ଲାଇଟ୍ ନଥାଏ? ଆଉ ଯଦି ଏ ଜାହାଜ ଗୁଡ଼ିକରେ ହେଡ଼ଲାଇଟ୍ ନାହିଁ, ତଥାପି ଏହା ଅନ୍ୟ ଜାହାଜ କିମ୍ବା ରାତିରେ ଅନ୍ୟ କୌଣସି ଜିନିଷ ସହିତ ଧକ୍କା ହୁଅନ୍ତି ନାହିଁ କେମିତି? ଏଠି ପ୍ରଶ୍ନ ଉଠୁଛି, ଯଦି ଜାହାଜରେ ହେଡ଼ଲାଇଟ୍ ନାହିଁ, ଜାହାଜ ଗୁଡ଼ିକର ହେଡ଼ଲାଇଟ୍ ନାହିଁ, ତାହେଲେ ଏହା ଅନ୍ୟ ଜାହାଜ କିମ୍ବା ରାତିରେ ଅନ୍ୟ କୌଣସି ଜିନିଷ ସହିତ ଧକ୍କା ହୁଅନ୍ତି ନାହିଁ କେମିତି? ଏହା ପଛର କାରଣ କ'ଣ? ରାତିରେ ହେଡ଼ଲାଇଟ୍ ବିନା ଗଭୀର ସମୁଦ୍ରରେ ଜାହାଜ କିପରି ଯାତାୟାତ କରେ? ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ହୁଏତ କେହି ବି ଜାଣିନଥିବେ। ତେବେ ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ଜଣାଇବୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାହାଜ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଯାନରେ ହେଡ଼ଲାଇଟ୍ ସ୍ଥାପିତ ହୋଇଛି, କିନ୍ତୁ ହେଡ଼ଲାଇଟ୍ ଜାହାଜରେ କାହିଁକି ସ୍ଥାପିତ ହୋଇନଥାଏ? ଏହା ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ସବୁ ଲୋକଙ୍କ ପାଇଁ। ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାହାଜ ବ୍ୟତୀତ ଅନ୍ୟ ସମସ୍ତ ଯାନରେ ହେଡ଼ଲାଇଟ୍ ଅଛି, କିନ୍ତୁ ହେଡ଼ଲାଇଟ୍ ଜାହାଜରେ କାହିଁକି ସ୍ଥାପିତ ହୋଇନାହିଁ? ଏହି ପ୍ରଶ୍ନର ଉତ୍ତର ହେଉଛି, ହେଡ଼ଲାଇଟ୍ ବଦଳରେ ଜାହାଜରେ ନାଭିଗେସନ୍ ଲାଇଟ୍ ବ୍ୟବହାର କରାଯାଏ। ଏହାକୁ ରନିଂ ଲାଇଟ୍ସ ବୋଲି ମଧ୍ୟ କୁହାଯାଏ। ଏହା ବ୍ୟତୀତ ଏହା ଏକ ଇଣ୍ଟରନ୍ୟାସନାଲ ସିଷ୍ଟମ ମଧ୍ୟ। ଏହି ଲାଇଟ୍ସ ଗୁଡ଼ିକ 2 ମାଇଲ ଦୂରରେ ଦେଖାଯାଏ। এই ଯେଉଁ ନାଭିଗେସନ୍ ଲାଇଟ୍ ଗୁଡ଼ାକ, এই ଯେଉଁ ରନିଂ ଲାଇଟ୍ସ, এইଗୁଡ଼ାକ 2 ମାଇଲ ଦୂରରେ ଦେଖାଯାଏ। ନାଭିଗେସନ୍ କିମ୍ବା ରନିଂ ଲାଇଟ୍ ହେଉଛି ଏକ ଇଣ୍ଟରନ୍ୟାସନାଲ ସିଷ୍ଟମ, ଯାହା ରାତିରେ କିମ୍ବା ଅନ୍ଧକାରରେ ଅନ୍ୟ ଜାହାଜ ସହିତ ଧକ୍କା ହେବା କିମ୍ବା କୌଣସି ଦୁର୍ଘଟଣାରୁ ରୋକିବାରେ ସାହାଯ୍ୟ କରେ। ବାସ୍ତବରେ ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବ୍ୟବସ୍ଥା। এই ଯେଉଁ ନାଭିଗେସନ୍ କିମ୍ବା ରନିଂ ଲାଇଟ୍ ହେଉଛି ଏକ ଇଣ୍ଟରନ୍ୟାସନାଲ ସିଷ୍ଟମ, ଯାହା ରାତିରେ କିମ୍ବା ଅନ୍ଧକାରରେ ଅନ୍ୟ ଜାହାଜ ସହିତ ଧକ୍କା ହୁଏ ନାହିଁ ଆଉ ବଡ଼ ଦୁର୍ଘଟଣାରୁ ବି ରୋକିଦିଏ। এই ଯେଉଁ ସିଷ୍ଟମ, ଇଏ ବହୁତ ଆଶ୍ଚର୍ଯ୍ୟଜନକ, କାରଣ ଏଥିରେ ଲାଇଟ୍ କହିଥାଏ ଯେ ଜାହାଜ କେଉଁ ଦିଗକୁ ଯିବ। ଜାହାଜର ଉଭୟ ପାର୍ଶ୍ୱରେ ଏହି ଲାଇଟ୍ ଲଗାଯାଇଥାଏ। ଏହି ଲାଇଟ୍ ଗୁଡ଼ିକ ବହୁତ ଭଲ ଭାବରେ ବ୍ୟବହୃତ ହୋଇଥାଏ। ଏଥିସହ ଏହି ଲାଇଟ୍ ଗୁଡ଼ିକ ଦର୍ଶାଏ ଯେ ଜାହାଜଟି ଆପଣଙ୍କ ପାଇଁ ରାସ୍ତା ତିଆରି କରିବ ନା ଆପଣଙ୍କୁ ଏଥିପାଇଁ ରାସ୍ତା କରିବାକୁ ପଡ଼ିବ। ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ନାଗରିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାହାଜ ଗୁଡ଼ିକରେ ନାଭିଗେସନ୍ ଲାଇଟ୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଏବେ ଜାଣିଲେ ତ ଆଜ୍ଞା, ଯେଉଁଠିକି
मोटर गाड़ी हो कि बड़ बड़ गाड़ी हो, जो गाड़ी रे कि सबु गाड़ी रे हेडलाइट व्यवहार होची, किंतु काहींकि जहाजर हेडलाइट व्यवहार होउनी। समस्तଙ୍କ मन भितरे एई प्रश्नटी निश्चय थिवो। अरे गभीर समुद्र रे गभीर राति रे एते बड़ जहाज जाउची, किंतु तार हेडलाइट नाही। हेडलाइट नथिले तो विपदर सम्मुखीन होबार बहुत संभावना थाए, किंतु जहाज रे कौन एमिति व्यवस्था अछि जे जहाँकि बड़ बड़ विपद को करदे न थाए। यही सिस्टम अनेक मनरे प्रश्न आनी थाए। एबे जानिले तो से सिस्टम टी आउ थरे जानी रखंतु। एहिर उत्तर हेउची हेडलाइट बदल रे जहाज रे नाविगेशन लाइट व्यवहार हुए। यह रनिंग लाइट मध्य कुआ जाए। यह व्यतीत यह एक इंटरनेशनल सिस्टम। ये लाइट गुड़िक 2 माइल दूर रे देखा जाए। ये नाविगेशन किंबा रनिंग लाइट होची गोटे इंटरनेशनल सिस्टम, जहाँ राति रे किंबा अंधकार रे अन्य जहाज सहित धक्का हेबा किंबा कौनसी दुर्घटनारू रोकिबारे साहाय्य करे। एबे जानिले तो केउ लाइट जहाज को साहाय्य करे बड़ बड़ विपदरू रोकिबाकू। ये आश्चर्यजनक व्यवस्था, कारण एथिरे लाइट कही थाए जे जहाजटी केउ दिगକୁ ଯିବ। जहाजर ऊपर पार्श्व रे एही लाइट लगा जाई थाए। एही लाइट गुड़िक बहुत भल भाव व्यवहार होई थाए। एही लाइट गुड़िक दर्शाए जे जहाजटी आपणक पई रास्ता तैयारी करिवो ना आपण को एथिपाई रास्ता करबाकू पड़िबो। एबे समस्तिंकर मन भितरे जो प्रश्न थिला ताहा सहजरे बुझी पारुथिबे। जहाजरे काहींकि न थाए हेडलाइट।